ରାମ ନାମରେ କମ୍ପୁଛି କେନ୍ଦ୍ରାପଡ଼ା ଜିଲ୍ଲା। ଡେରାବିଶ ବ୍ଲକ ଚାନ୍ଦୋଳ ପଞ୍ଚାୟତ ଲହଣ ଶାସନରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀ ରାମଚରିତ ମାନସ। ଲକ୍ଷେଶ୍ୱର କୃପା ପରିଷଦ ପକ୍ଷରୁ ଆୟୋଜିତ ହୋଇଛି 33ତମ ଶ୍ରୀରାମଚରିତ ମାନସ। ସଭାପତି ପୀତାମ୍ବର ଶତପଥୀଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି ରାମଚରିତ ମାନସ ଓ ମହାଯଜ୍ଞ। ଫେବୃଆରୀ 28 ତାରିଖରୁ ଆରମ୍ଭ ହୋଇଥିଲା ଏହି ରାମଚରିତ ମାନସ। ମାର୍ଚ୍ଚ 9 ତାରିଖ ରବିବାର ଦିନ ଶ୍ରୀ ରାମଚରିତ ମାନସର ହୋଇଥିଲା ପୂର୍ଣ୍ଣାହୁତି। 1993 ମସିହାରୁ ପାଳିତ ହୋଇଆସୁଛି ଏଭଳି କାର୍ଯ୍ୟକ୍ରମ। ଗ୍ରାମର ରାଜକିଶୋର ଶତପଥୀ ଆରମ୍ଭ କରିଥିଲେ ଏହି ରାମଚରିତ ମାନସ। ମାନସ କାର୍ଯ୍ୟକ୍ରମ ଚାଲୁଥିଲା ବେଳେ ସେହି ମହାନ ବ୍ୟକ୍ତିଙ୍କର ଚଳିତ ମାର୍ଚ୍ଚ 3 ତାରିଖରେ ଏକ ଘରୋଇ ହସ୍ପିଟାଲରେ ହୋଇଯାଇଥିଲା ପରଲୋକ। ତାଙ୍କ ମୃତ୍ୟୁରେ ନିଜ ଗ୍ରାମ ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା। ମାତ୍ର ରାମଚରିତ ମାନସର ପ୍ରତିଦିନ କାର୍ଯ୍ୟକ୍ରମ ପୂର୍ବ ଭଳି କରାଯାଉଥିଲା। ପ୍ରତ୍ୟହ ସୂର୍ଯ୍ୟ ପୂଜା ପରେ ସକାଳେ ପାରାୟଣ, ସନ୍ଧ୍ୟାରେ ଆଳତି, ଗୀତାପାଠ ସହ ବରେଣ୍ୟ ପ୍ରବଚକ ରାମ ନିରଞ୍ଜନ ଦାସ ଓ ଜ୍ୟୋତିପ୍ରକାଶ ଦାସଙ୍କ ଦ୍ୱାରା ରାମକଥା ପରିବେଷଣ କରାଯାଇଥିଲା। ମାନସ ମହାଯଜ୍ଞର ପୂର୍ଣ୍ଣାହୁତିରେ ହଜାର ହଜାର ଲୋକ ସାମିଲ ହୋଇ ବିଭୁ କୃପା ପ୍ରାପ୍ତି ହୋଇଥିଲେ। ଡେରାବିଶରୁ ଅଶୋକ ମିଶ୍ରଙ୍କ ରିପୋର୍ଟ, NTV।